ଶିକ୍ଷକ ଶିକ୍ଷୟିତ୍ରୀ ଭାଇମାନେ ଏବଂ ମୋର ସମ୍ମାନ ପିଲାମାନେ, ସେ ଜଣେ ଏମିତି ବ୍ୟକ୍ତିତ୍ୱ ତାଙ୍କ ବିଷୟରେ ଯେତେ ଯାହା ପଢ଼ିଲେ ବି ମାନେ ସରିବନି। ସାର୍ ଏମିତି ଜଣେ ବ୍ୟକ୍ତି ଯେ ଯେକୌଣସି ସମୟରେ ଯଦି କିଛି ବି ଅସୁବିଧା ହୁଏ ସାର୍ଙ୍କୁ ଗୋଟିଏ କଲ୍, ଦ୍ୱିତୀୟ କଲ୍ କରିବାକୁ ପଡ଼େନି, ଗୋଟିଏ କଲ୍ରେ ସେ ସମସ୍ୟାର ସମାଧାନ କରନ୍ତି, ସହଯୋଗର ହାତ ସବୁବେଳେ ବଢ଼ାନ୍ତି। ଆଉ ଯେକୌଣସି କଥା ଯଦି ଯେକୌଣସି କାମ ଯଦି ଆମର କିଛି ଅଧୁରା ରହିଯାଇଥାଏ ସେ ମଧ୍ୟ ମୋର ମାନେ ମୋତେ ସହଯୋଗ କରନ୍ତି ସେ କାମରେ। ଆଉ ଯଦି ମୋର କେଉଁଠି କିଛି ଭୁଲ ଥାଏ, ଯଦି କିଏ ଅଭିଯୋଗ କରନ୍ତି ସାରେ ମୋ ତରଫରୁ ସେମାନଙ୍କୁ ବୁଝାନ୍ତି ମଧ୍ୟ, ସେଠି ମୋତେ ବେଶୀ ଖୁସି ଲାଗେ। ମାନେ ଏଭଳି ସିଆର୍ସି ବୋଧେ ମୁଁ ଏତେ ଭଲ ବୋଲି ମୁଁ କିନ୍ତୁ କାଲି ସାର୍ଙ୍କର ଯେଉଁ ଲାଷ୍ଟ ମେସେଜ ଗ୍ରୁପରେ ମୁଁ ଦେଖିଲି, ସାର୍ ଯେଉଁ ମେସେଜଟା ଲେଖିଛନ୍ତି ରାଗ ରୁଷା ମାନ ଅଭିମାନ ଏସବୁ ରାଗ ରୁଷା ସେଇଟା ମୁଁ ସାର୍ଙ୍କୁ ଅନୁରୋଧ କରିବି ଯେମିତି ସିଆର୍ସି ହିସାବରେ ଆମମାନଙ୍କୁ ଭଲ ପାଉଥିଲେ, ଆମ ପ୍ରତି ଯେମିତି ତାଙ୍କର ସମବେଦନା ଥିଲା, ସେ ସେମିତି ସମବେଦନା ସେମିତି ଭଲ ପାଇବା ସେମିତି ସ୍ନେହ ସାର୍ଙ୍କ ମାନେ ଆମ ପ୍ରତି ଥାଉ, ଆମର ବି ସେମିତି ଭକ୍ତି ଆଉ ସମ୍ମାନ ସାର୍ଙ୍କ ପ୍ରତି ରହିବ। ମୁଁ ଠାକୁରଙ୍କ ନିବେଦନ କରିବି ଏଭଳି ବ୍ୟକ୍ତିତ୍ୱକୁ ସବୁବେଳେ ରୋଗ ଶୋକ ଦୁଃଖଠାରୁ ଦୂରେଇ ରଖନ୍ତୁ। ଆଉ ତାଙ୍କର ଯେତିକି ଚାକିରିମୟ ଜୀବନ ଏମିତି ସମସ୍ତଙ୍କ ସହିତ ସୁସମ୍ପର୍କରେ ଗଢ଼ି ଉଠୁ, ଆଉ ତାଙ୍କ ଜୀବନ ସବୁବେଳେ ନିରାମୟ ହଉ, ଏତିକି ମୁଁ ପ୍ରାର୍ଥନା କରି आज समावेश आउ थे अमर सार विषय से समस्त